ଆରେ ଦେଖରେ ଦେଖ ଅନ୍ଧୁଣୀଟା ପାଠ ପଢ଼ୁଛି ସରକାର ଚାକିରି କରିବ। ଆରେ ଇଏ ତା ଝିଅ ନା କ'ଣ? ବାପା ପାଠ ପଢ଼ୁଛି ସ୍ୱପ୍ନ ଦେଖୁଛି ଅନ୍ଧୁଣୀ ଝିଅଟା ସରକାରୀ ଚାକିରି କରିବ। ଛେ, ଏମିତି କିଛି ଥଟ୍ଟା ମଜା କରି ଗୋଟେ ଝିଅର ଜୀବନକୁ ବହୁତ ଦର୍ଦନାକ କରିଦେଇଥିଲେ। ହଁ ଆଜ୍ଞା, ଆଜି ମୁଁ ଗୋଟେ ଏମିତି କାହାଣୀ କହିବି ଯାହା ଆପଣଙ୍କୁ ସରକାରୀ ଚାକିରି ପାଇଁ ପାଗଳ କରିଦେବ ପଢ଼ିବା ପାଇଁ। ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ନାଁ ହେଉଛି ପ୍ରାଞ୍ଜଲ ପାଟିଲ। 2018 ମସିହାର ସର୍ବଭାରତୀୟ ସ୍ତରରେ ପ୍ରଥମ ମହିଳା ଦିବ୍ୟାଙ୍ଗ, ଯିଏକି ସମ୍ପୂର୍ଣ୍ଣ, ଯାହାଙ୍କ ଆଖିକୁ କିଛି ବି ଦେଖାଯାଉ ନାହିଁ। ସେଇ ଝିଅ IAS କ୍ଲିୟର କରିକି ବର୍ତ୍ତମାନ ତିରୁଅନନ୍ତପୁରମ୍ କେରଳରେ ସବ୍ କଲେକ୍ଟର ଚାକିରି କରୁଛନ୍ତି। ତାଙ୍କ କାହାଣୀ ଶୁଣିଲେ ଆପଣଙ୍କୁ ବହୁତ ପ୍ରେରଣା ମିଳିବ। ଗରିବ ଘରର ଝିଅ, ବାପା ଗ୍ରାଜୁଏସନ୍ ପାଠ ପଢ଼େଇଲେ। ବାପା ପାଠ ପଢ଼ିଲା ବେଳେ ଲୋକେ ଥଟ୍ଟା କରୁଥାନ୍ତି, ସାଙ୍ଗସାଥି ବି ମଜା ବେଳେବେଳେ କରନ୍ତି। ଗାଁ ଲୋକେ ତ ପୁରା ବହୁତ ହି ମଜାକରେ ଉଡ଼ାନ୍ତି, ଯେମିତି ଆଜିକାଲି ଆପଣଙ୍କୁ ଲୋକେ ମଜାକରେ ଉଡ଼ାଉଛନ୍ତି। ଆରେ ପୁଅ, ସରକାରୀ ଚାକିରି ହେଇଗଲା, ପାଠ ପଢ଼ିଛ, ଚାକିରି କରିବ, ତୁମେ କଲେକ୍ଟର ଲୋକ, ମଜା କରନ୍ତି ନା ନାହିଁ? ତାଙ୍କୁ ବି ବହୁତ ମଜାକରେ ଉଡ଼ାଉଥିଲେ। ଝିଅଟି ବହୁତ କାନ୍ଦେ, କହେ ଭଗବାନ ମୋତେ କାହିଁକି ଏମିତି ଜନ୍ମ ଦେଲ? ଯଦି ଦେଲ ମାରି ଦେଇଥାନ୍ତ, ନହେଲେ ବହୁତ ଭଲ କରି ଦେଇଥାନ୍ତ। ହେଲେ ମୋତେ କାହିଁକି ଏମିତି ଦିବ୍ୟାଙ୍ଗ କରି ଜନ୍ମ ଦେଲ? ମୁଁ କେମିତି ବଞ୍ଚିବି? କିନ୍ତୁ ସେ ନିଜକୁ ଭଗବାନଙ୍କୁ ବହୁତ ଗାଳି ଦେଉଥିଲେ ମଧ୍ୟ ମନରେ ଗୋଟେ ତାଙ୍କର ଆଶା ଥାଏ ଯେ ମୁଁ ଦିନେ ନା ଦିନେ ନିଶ୍ଚିତ କିଛି କରିବି। ଏମିତି କିଛି ସାଙ୍ଗ ତାଙ୍କ ଜୀବନରେ ଆସିଲେ, ଏମିତି କିଛି ବନ୍ଧୁ ତାଙ୍କ ଜୀବନରେ ଆସିଲେ ଯେ ତାଙ୍କୁ ପ୍ରେରଣା ଦେଲେ ଯେ ତୁମେ IAS ପାଇଁ ପ୍ରିପେୟାର କର। ତାପରେ ସେ ଲାଗି ପଡ଼ିଲା IAS ପାଇଁ। ଥରେ ଦେଲେ, ଦୁଇଥର ଦେଲେ, ଏମିତି ବହୁତ ଥର ପରୀକ୍ଷା ଦେଲେ, କିନ୍ତୁ ସଫଳ ପାଇପାରିଲେ ନାହିଁ। ଲୋକେ ମଜା କରୁଥାନ୍ତି ଯେ IAS ହବୁ, ସରକାରୀ ଚାକିରି କରିବୁ, କଲେକ୍ଟର ହବୁ, ତୋର ଅନ୍ଧୁଣୀ ଝିଅ ଚାକିରି ପାଇଗଲା। ଲୋକେ ଏମିତି ମଜା କରୁଥାନ୍ତି, କିନ୍ତୁ କେହି ବୁଝନ୍ତି ନାହିଁ ଯେ ତା ମନରେ ଥିବା କଷ୍ଟକୁ, ତା ବାପାର ଆଖିରେ ଥିବା ଲୁହର କଷ୍ଟକୁ, ତାର ଦେହର ପରିଶ୍ରମକୁ କେହି ବୁଝନ୍ତି ନାହିଁ। କିନ୍ତୁ ଶେଷରେ ସେ ଜିଦ୍ ଧରି ବସିଲା ଯେ ନା, ଯାହା ବି ହେଇଯାଉ ମୁଁ ଏଇଥର ଚାକିରି ପାଇବି। ଆଉ ପରିଶ୍ରମ ଆରମ୍ଭ କରିଦେଲା। ତାର ସାଙ୍ଗସାଥି ବିଭିନ୍ନ ଅଡ଼ିଓ ଭିଜୁଆଲ୍ସ ତାକୁ ପଢ଼ିକି, ତାକୁ ଶୁଣିକି, ଦେଖାଯାଉନଥିଲା, ନିଜ ସାଙ୍ଗ ପଢ଼ୁଥିଲେ, ସାହାଯ୍ୟ କରୁଥିଲେ, ବିଭିନ୍ନ ପ୍ରକାର ହିଷ୍ଟ୍ରି, ଜିଓଗ୍ରାଫି, ବିଭିନ୍ନ ପ୍ରକାର ଟପିକ୍ସ ତାକୁ ପଢ଼ାଉଥିଲେ। ସେ ଶୁଣି ସବୁ ଜିନିଷ ମନେ ରଖେ। ବହୁତ ପରିଶ୍ରମ, 8 ଘଣ୍ଟା 10 ଘଣ୍ଟା, ନିଜର 20 ଜଣ 25 ଜଣ ନିଜର ଗ୍ରାମର ସାଙ୍ଗମାନେ, ଯେଉଁମାନେ ଭଲ ଲୋକ, ତାଙ୍କୁ ଆସି ଘଣ୍ଟା ଘଣ୍ଟା ତାଙ୍କର ବହି ପଢ଼ୁଥିଲେ, ଯେ ତାକୁ ଶୁଣି ମନେ ରଖୁଥିଲେ। ଆଉ 2018 ମସିହାରେ ଚାକିରି ପ୍ରିଲିମ୍ସ ଆଉ ମେନ୍ସକୁ କ୍ଲିୟର କରି ଭାରତର ପ୍ରଥମ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ମହିଳା IAS ଅଫିସର ବନିଗଲେ। କେରଳର ତିରୁଅନନ୍ତପୁରମରେ ଆଜି ବି ସେ ସବ୍ କଲେକ୍ଟର ଅଛି, ଆପଣ ଗୁଗଲ କରି ଚେକ୍ କରନ୍ତୁ। ଚିନ୍ତା କରନ୍ତୁ, ଜଣେ ଦିବ୍ୟାଙ୍ଗ ଝିଅ ଯାହାଙ୍କୁ ସମ୍ପୂର୍ଣ୍ଣ ଦେଖାଯାଉନାହିଁ, ଶୁଣି ପାଠ ପଢ଼ି ଯଦି ସେ IAS ହେଇଗଲେ, ଆପଣଙ୍କୁ ଭଗବାନ ସବୁ ଭଲ ଦେଇଛନ୍ତି, ଗୋଡ଼, ହାତ, ମୁହଁ, ଆଖି, କାନ, ନାକ, ଆପଣ କ'ଣ ପାଇଁ ହେଇପାରୁନାହାନ୍ତି? ଦୁଇଟା ଅଭାବ ଆପଣ ପାଖରେ ରହିଛି। ଗୋଟିଏ ହେଉଛି ବିଶ୍ୱାସ, ଦ୍ୱିତୀୟଟି ହେଉଛି ପରିଶ୍ରମ। ସଫଳତା ପାଇବାକୁ ଗଲେ ପ୍ରଥମେ ହେଉଛି ବିଶ୍ୱାସ ଯେ ଆପଣ କରିପାରିବେ। ଏଇଟା ବିଶ୍ୱାସ ମନରେ ରଖନ୍ତୁ। ଯେଉଁଦିନ ଆପଣ କହିଦେବେ ଯେ ମୋ ଦ୍ୱାରା ହେବ ନାହିଁ, ଆପଣ ଯେତେ ପରିଶ୍ରମ କରନ୍ତୁ, ଆପଣଙ୍କ ଦ୍ୱାରା କେବେ ହେବ ନାହିଁ। ଜାଣିଛନ୍ତି, ଯୁଦ୍ଧରେ କେଡ଼େ ବଡ଼ ବୀର ବି ହେଉନା କାହିଁକି, ଯଦି ସେ ମନରେ ଭାବିଦେଲା କାଳେ ମୁଁ ହାରିଯିବି କି, ସଡ଼ନ୍ ମୁଣ୍ଡଟା ଉଡ଼ିଯିବ। ଯେତେ ଦିନ ପର୍ଯ୍ୟନ୍ତ ସେ ଭାବିନି ଯେ ମୁଁ ହାରିବି ନାହିଁ, ମୁଁ ଜିତିବି, ତାର ମୁଣ୍ଡ କଟି ଯାଇଥିଲେ ମଧ୍ୟ ସେ ଖଡ଼ଗ ବୁଲୁଥିବ ତାର। ମନେ ରଖନ୍ତୁ ଏଇଟା। ପ୍ରଥମେ ହେଉଛି ବିଶ୍ୱାସ। ବିଶ୍ୱାସ ଯଦି ମନରେ ଆଣିବେ ଯେ ମୁଁ କରିପାରିବି, ଆପଣ କରିପାରିବେ। +2 ଫେଲ୍ ହେଇକି, 5 ଥର ଫେଲ୍ ହେଇକି IPS ଅଫିସର ହେଇଯାଉଛନ୍ତି। 12th ଫେଲ୍ ଫିଲ୍ମ ଦେଖିଛନ୍ତି କି ନାହିଁ, ରିଅଲ୍ ଷ୍ଟୋରି। ତାହେଲେ ଆପଣ କ'ଣ ପାଇଁ ହେଇପାରିବେନି? ଯିଏ ଚାକିରି ପାଉଛି ସେ ବି ତ ସାଧାରଣ ମଣିଷ ଆପଣଙ୍କ ଭଳିଆ ନା। ସେକେଣ୍ଡ ଥିଙ୍ଗ ହେଉଛି ପରିଶ୍ରମ। ପ୍ରଥମେ ବିଶ୍ୱାସ, ଦେନ୍ ପରିଶ୍ରମ। ଆପଣ ବିଶ୍ୱାସ କଲେ ଯେ ମୋ ଚାକିରି ହେଇଯିବ, କିନ୍ତୁ ଆପଣ ପରିଶ୍ରମ ହିଁ କରିବେନି, କେବେ ହେବ କି ଆଜ୍ଞା? ନାହିଁ। ବିଶ୍ୱାସ ରଖନ୍ତୁ, ପରିଶ୍ରମ କରନ୍ତୁ, ତାପରେ ଦେଖନ୍ତୁ ଯଦି ଆପଣଙ୍କୁ ସଫଳତା ମିଳୁନାହିଁ, ଆପଣ ମୋତେ ଆସି ଚପଲରେ ପିଟିବେ। ଏ ଜିନିଷ ମନେ ରଖନ୍ତୁ। କିନ୍ତୁ ସେତିକି ବିଶ୍ୱାସ ଥିବା ଦରକାର। 0% ନେଗେଟିଭ୍, 100% ପଜିଟିଭ୍, 0% ଆପଣଙ୍କର ଅଳସୁଆ, 100% ପରିଶ୍ରମୀ ହେବା ଦରକାର। ଆଉ ସଫଳତା 3 ମାସରେ ଆପଣଙ୍କୁ ସରକାରୀ ଚାକିରି ମିଳିଯିବ। ଯଦି ଯେଉଁଦିନ ଚାକିରି ହେଇଯିବ କମେଣ୍ଟ କରନ୍ତୁ, ଏଇ ଭିଡ଼ିଓ ଆସି କମେଣ୍ଟ କରନ୍ତୁ କି ସାର୍ ମୁଁ ଆପଣଙ୍କ ଭିଡ଼ିଓ ଦେଖି ପରିଶ୍ରମ କଲି, ଚାକିରି ହେଇଗଲା। ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ। ଆପଣ ଭଲ ପାଇବା ଦିଅନ୍ତୁ, ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଧନ୍ୟବାଦ।